କଦଳୀ ମଧ୍ୟ ରଖିବ, ସବୁ ଖାଇଯିବନି। ହଁ ହଁ ରଖିବି ରଖିବି, ତୁମେ ଚିନ୍ତା କରନି। ମୁଁ ମୋ ଗେହ୍ଲି ନଣନ୍ଦଙ୍କ ପାଇଁ ଏଥିରୁ କିଛି କମଳା ନିଶ୍ଚୟ ରଖିବି। ହଉ, ତୁମେ ଏବେ କିଛି ଖାଇନିଅ, ଆଉ ଶୋଇପଡ଼। ହଁ ହଁ, ମୁଁ ଖାଇକି ଶୋଇପଡ଼ିବି, ତୁମେ ବି ଶୋଇପଡ଼। ଏମିତି ସେ ଦିନ କଟିଲା। ପରଦିନ ସକାଳୁ ରାଜୁ କାମ କରିବା ପାଇଁ ଶଅଳ ଉଠି ଚାଲିଗଲା। ଇଏ ତ ଚାଲିଗଲେ, ଏବେ ମୁଁ ଯାଉଛି ସେ କମଳା ଖାଇଦେବି। ଏମିତି କହି କାଳି କମଳା ଖାଇବାକୁ ଲାଗିଲା। କିଛି ସମୟ ମଧ୍ୟରେ ସେ 2ଟି କମଳା ଖାଇଦେଲା। ଆଉ ଗୋଟିଏ କମଳା ରହିଲା। ରାଜୁ ତ କହିଥିଲେ ରାନୀକୁ ଏ କମଳା ଦେବା ପାଇଁ, ହେଲେ କମଳା ତ ବହୁତ ସ୍ୱାଦିଷ୍ଟ। ନା, ଏ କମଳା ମୁଁ ରାନୀକୁ ଦେବିନି, ଏକୁ ମୁଁ ନିଜେ ଖାଇଦେବି। ଏମିତି କହି କାଳି ସେ କମଳାକୁ ବି ଖାଇଦେଲା। ରାନୀ ରାନୀ, ଟିକେ ଏଠାକୁ ଆସିଲ। କଣ ହେଲା ଭାଉଜ? ରାନୀ, ମୋ ମୁଣ୍ଡଟା ଭାରି ବିନ୍ଧା ହଉଛି, ମତେ ଟିକେ ଚା କରିକି ଆଣିଦେବ? ହଁ ହଁ ଭାଉଜ, ହଁ, ମୁଁ